न्यूज़ में वो घूमते देखा है। এটা দেবী ওয়েব চ্যানেল না ଠିକ ଅଛି ତମେ ବାଲେଶ୍ୱରରୁ ଦେବୀ ନ୍ୟୁଜ୍ ନୂଆ କରି ତାର ନୂଆ ନ୍ୟୁଜ୍ ଆରମ୍ଭ କରିବ ନୂଆ କରି ଆରମ୍ଭ କରୁଛି ଦେବୀ ନ୍ୟୁଜ୍ ବାଲେଶ୍ୱର ଆରମ୍ଭ ହେଉଛି। ଦେଖନ୍ତୁ ପ୍ରଦୀପ ବେରା ବାବୁ ଗୋଟେ ଭଲ କଥା ପଚାରିଛନ୍ତି। ଭଗବାନ ଚରଣ ଦାସ ଯିଏକି ଆମ ଗଣରେ ଆଗେ ମୁଦ୍ରିତ କାଗଜରେ କାମ କରୁଥିଲେ, ଏବେ ମୁଦ୍ରିତ କାଗଜରେ ଅଛନ୍ତି, କିନ୍ତୁ ଥିଲେ ମଧ୍ୟ ୱେବ୍ ଚ୍ୟାନେଲର ଯେଉଁଭଳି ଭାବରେ ପ୍ରଚାର ଏବଂ ପ୍ରସାର ହେଉଛି, ଯାହାଫଳରେ କି ଖୁବ୍ ଶୀଘ୍ର ଅତି ଅବିଳମ୍ବେ ଯାଇକି ସମ୍ବାଦ ଗୁଡ଼ିକ ପହଞ୍ଚୁଛି ଲୋକଲୋଚନରେ। ତେଣୁ ସିଏ ଆଗ୍ରହ ସହକାରେ ନିଜର ଝିଅ ନାଁରେ ଦେବୀର ଚ୍ୟାନେଲ କରିଛନ୍ତି ବୋଲି ମୁଁ ଶୁଣିବାକୁ ପାଇଥିଲି। କିନ୍ତୁ ଆଜି ଯେତେବେଳେ ମୋ ପାଖରେ ଲାଗୁଛି, ମୋ ସମ୍ମୁଖରେ ତାଙ୍କ ଦଣ୍ଡା ଲାଗୁଛି, ତେଣୁ ମୁଁ ଭଗବାନଙ୍କୁ ଡାକୁଛି ଏ ଯେଉଁ କରିଛନ୍ତି ସେ ଚ୍ୟାନେଲ ୱେବ୍ ଚ୍ୟାନେଲ ଇଏ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ଭଲରେ ଚାଲୁ। କିନ୍ତୁ ମୋର ଗୋଟିଏ କଥା କହିବା କଥା, ୟାକୁ ନିଜ ପକେଟ ଗରମ କରିବା ପାଇଁ ଆଧାର ନ କରିକି ଜନସାଧାରଣଙ୍କର ଯେଉଁ ସମସ୍ୟା ଅଛି ତୃଣମୂଳ ସ୍ତରରେ ତାକୁ ଆଣିକି ଲୋକଲୋଚନରେ ପହଞ୍ଚାନ୍ତୁ ଏବଂ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ କରାନ୍ତୁ। ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅନ୍ତତଃ ଜିଲ୍ଲା ପ୍ରଶାସନରେ ଯେଉଁମାନେ ପ୍ରଶାସନିକ ଅଧିକାରୀ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସିକି ଖାଲି ଭାଷଣ ମାରୁଛନ୍ତି, କାଗଜ ଚଷୁଛନ୍ତି, କାମ କିଛି ତୃଣମୂଳ ସ୍ତରରେ ହେଉନାହିଁ, ସେଗୁଡ଼ିକ ତାଙ୍କ ଦୃଷ୍ଟିପାତ ହେବ ଏବଂ କର୍ଣ୍ଣଗୋଚର ହେବ ଏବଂ ସିଏ ଯାଇକି ତାଙ୍କର ଯେଉଁମାନେ ଅଛନ୍ତି ପାରିଷଦଗଣ ତାଙ୍କୁ ପଠେଇକି କାର୍ଯ୍ୟକାରୀ କରାଇବେ ଏବଂ ଲୋକଙ୍କର ସମସ୍ୟାଟାକୁ କିଭଳି ଭାବରେ ସୁଧାର ହେବ ସେଥିପ୍ରତି ଏଇ ଯେଉଁ ଦେବୀ ଚ୍ୟାନେଲର ଯେଉଁମାନେ ୱେବ୍ ଚ୍ୟାନେଲ କରିଛନ୍ତି ଭୟାନବୁ ସେଥିପ୍ରତି ନିଶ୍ଚିତ ରୂପେ ଦୃଷ୍ଟି ଦେବେ। ମୁଁ ଏତିକି କହୁଛି ଏବଂ ତାଙ୍କର ଦୀର୍ଘଜୀବନୀ କାମନା କରୁଛି ଏବଂ ଆସନ୍ତା 2026 ଯେଉଁ ନୂଆ ବର୍ଷ ଆସୁଛି ସେଥିପାଇଁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛି।